ଜ୍ଞାନ ଦେବେ କାହିଁକି ନା ସଂସାରରେ ଯଦି କେବଳ ଆପଣଙ୍କର କେହି ପ୍ରିୟ ସାଥୀ ଥାଏ ତାହେଲେ ସିଏ କିଏ ନା ଆପଣ ଆପଣଙ୍କର ହିଁ ପ୍ରିୟ ସାଥୀ, ଆପଣ ଆପଣଙ୍କର ହିଁ ପ୍ରିୟ ବନ୍ଧୁ, ଆପଣଙ୍କର ହିଁ ପ୍ରିୟ ସଖା। ଆତ୍ମା ହିଁ ଆମର ପ୍ରିୟ ଏ ସଖା, ଏ ବନ୍ଧୁ, ଏ ସବୁ କିଛି। ତ ଯେତେବେଳେ ଯୋଉ କଥା ଦରକାର ଆପଣ ନିଜର ଆତ୍ମାକୁ ହିଁ ପଚାରନ୍ତୁ। ଆପଣ କୋଉ ଖାଦ୍ୟ ଖାଇବେ କି କୋଉ ଖାଦ୍ୟ ଖାଇବେ ନାହିଁ, କେତେ ପରିମାଣ ଖାଦ୍ୟ ଖାଇବେ, କେତେ ପରିମାଣ ଖାଦ୍ୟ ଖାଇବେ ନାହିଁ, ଆତ୍ମା ହିଁ ଆମ ଆତ୍ମାକୁ ଆମକୁ ଜଣେଇଦେବ ଯେ ମୁଁ ଏତିକି ଖାଦ୍ୟ ଖାଇବା ଦରକାର। ଯଦି ଆପଣ ବାରବ୍ରତ ନାମରେ ଆମେ ଉପବାସ ରହିବା ତାହେଲେ ଆମ ଦେହ ଅସୁସ୍ଥ। କୌଣସି ଅନ୍ୟ କଥାରେ ପଡ଼ି ଡକ୍ଟର ହୁଅନ୍ତୁ ବା କୌଣସି ବିଶେଷଜ୍ଞ ହୁଅନ୍ତୁ ସେମାନଙ୍କ କଥାରେ ପଡ଼ି ଯଦି ଆମର ଖାଦ୍ୟ ତାଲିକାକୁ ଆମେ ତାଙ୍କ ଅନୁସାରେ ଖାଦ୍ୟ ଖାଇବା ଏବଂ ଔଷଧ ପତ୍ର ଖାଇବା ତାହେଲେ କ'ଣ ହେବ ନା ଆମେ ପ୍ରକୃତରେ ଅନ୍ୟ ଜଣେ ପରିଚାଳିତ ହେଲେ। ତ ଆମ ଭାଗ୍ୟ ବିଧାତା ଆମେ ନିଜକୁ ଗଢ଼ିବା ଦରକାର। ଏ କଥାଟା ଆମେ ଭଲ ଭାବରେ ବୁଝିବା ଯେ ମୋର ଉଦ୍ଧାରକ ମୁଁ ନିଜେ, ମୋର ଅନ୍ୟ କେହି ଉଦ୍ଧାରକ ନାହିଁ। କାହିଁକିନା ମୁଁ ହିଁ ମୋର ଉଦ୍ଧାରକ, ମୋ ଦ୍ୱାରା ହିଁ ମୋ ନିଜକୁ ପରିଚାଳିତ କରୁଛି। ମୋର ଆତ୍ମା ହିଁ ମୋର ଉଦ୍ଧାରକ, ମୋର ପ୍ରାଣ ହିଁ ମୋର ଉଦ୍ଧାରକ, ମୋର କ'ଣ ଦରକାର କ'ଣ ଦରକାର ନାହିଁ ସେଟା ହିଁ ମୋତେ ହିଁ ମୁଁ ନିଜେ ନିର୍ମାଣ କରିବି। ମୋର ଭାଗ୍ୟ ବିଧାତା ନିର୍ମାଣଟା ମୁଁ ନିଜେ, ଅନ୍ୟ କେହି ନୁହନ୍ତି। ତେଣୁ ଆତ୍ମାକୁ ପଚାରିକି ସବୁ କିଛି ଖାଇବା ପିଇବା ହଉ କିମ୍ବା ଯେକୌଣସି କର୍ମ ହଉ ସବୁଗୁଡ଼ିକୁ କେବଳ ଆମେ ଆତ୍ମାର ନିର୍ଦ୍ଦେଶ ଅନୁସାରେ କରିବା। ସେଇଟା କୁହାଯାଏ କି କ'ଣ ଯେ ନିଜ ଭିତର ଶବ୍ଦ ଶୁଣ। ହୃଦୟ ଯେଉଁ ବାଣୀ ଦେଲେ ସେ ବାଣୀରେ ଆମେ ଦେଖିଲେ କ'ଣ ଆମ ଭିତରକୁ ଗୋଟେ ଅନ୍ତରବାଣୀ ଆସୁଛି, ଗୋଟେ ଆବାଜ ଆସୁଛି ନିଜ ଭିତରୁ। ସେ ନିଜ ଭିତରୁ କ'ଣ ଆସୁଛି ଆବାଜ, ସେ କ'ଣ ଚାହୁଁଛି। ଗତ କଥା ଯେତେବେଳେ ଭୋକ ଲାଗୁଛି ସେ ଆତ୍ମା କହୁଛି ମୋତେ ଖାଦ୍ୟ ଦରକାର, ଖାଦ୍ୟ ଦେବ। ଶୋଷ ଲାଗିଲା କାହିଁ ଦରକାର, ଶୋଷ ପାଇଁ ସେ ମାଗୁଛି ନାଇଁ କି ପାଣି ଦରକାର। ତେଣୁ ଆମର ଆତ୍ମାର ନିର୍ଦ୍ଦେଶ ଅନୁସାରେ ସମସ୍ତ କର୍ମ କରିବା ଦରକାର। ତାହେଲେ କ'ଣ ହେବ ନା ଆମେ ସବୁ କିଛି ଖାଲି ଖାଇବା ପିଇବା କଥା ନୁହେଁ। ଆମର ପ୍ରତ୍ୟେକ ପରିବାର ଭିତରେ ଯେଉଁ ସବୁ କର୍ମ ମଧ୍ୟ କରୁଛେ ଆମେ କାହାକୁ ଯଦି ଭଲ ବ୍ୟବହାର କରିବା ତାହେଲେ ଆମ ପାଖକୁ ଭଲ ବ୍ୟବହାର ଫେରି ଆସିବ। ଅନ୍ୟ କାହାକୁ ସୁଖ ଦିଅନ୍ତୁ ଆପଣଙ୍କ ପାଖକୁ ସୁଖ ଫେରି ଆସିବ। ଅନ୍ୟ କାହାକୁ ଦୁଃଖ ଦିଅନ୍ତୁ ଆପଣଙ୍କ ଦୁଃଖ ଫେରି ହୋଇପାରିବ। ଆପଣ ଯାହା ଚାହିଁବେ ତାହା ହେଇପାରିବେ, କିନ୍ତୁ ଆମର ଭାବନା ଆମର ବିଚାର ଅନୁସାରେ ହିଁ ଆମେ ନିଜକୁ କରିବା ଦରକାର। ମୁଁ ଯଦି କାହା ପାଖରେ ଦୁଃଖ ଦେବି ତାହେଲେ ମୋତେ ଦୁଃଖ ଫେରିକି ଆସିବ, ଆଉ ଯଦି ମୁଁ କାହା ପାଖରେ ସୁଖ ଦେବି ତାହେଲେ ମୋ ପାଖକୁ ସୁଖ ଫେରିକି ଆସିବ। ମୁଁ ଯାହା ଅନ୍ୟକୁ ଦେବି ତାହା ମୋ ପାଖକୁ ଫେରିକି ଆସିବ। ଏ ସଂସାର ନିୟମ। କାହିଁକି ଏ ସଂସାରଟା ହେଉଛି ବ୍ରହ୍ମମୟ, ଏ ସଂସାରଟା ହେଉଛି ଈଶ୍ୱରମୟ। ମୋର ଅନ୍ୟ ରୂପ, ମୁଁ ଏକା ଏ ସଂସାରରେ ନାହିଁ। ମୁଁ ଦେଖୁଛି ମୋର କୋଟି କୋଟି ସନ୍ତାନ ମାନେ ସବୁ ଅଛନ୍ତି ନାଇଁ, କୋଟି କୋଟି ସେମାନେ ମୋର ଅନ୍ୟ ଏକ ରୂପ। ଗୁରୁଦେବ ଯୋଉ ଜ୍ଞାନ ସେ ଦେଇଛନ୍ତି ବ୍ରହ୍ମବିଦ୍ୟା, ସେ ବିଦ୍ୟାଟି କ'ଣ ଆତ୍ମବିଦ୍ୟାଟି କ'ଣ ସେ ସର୍ବ ବ୍ରହ୍ମମୟ ଜଗତ, ସବୁ କିଛି ବ୍ରହ୍ମମୟ, ସବୁ କିଛି ଈଶ୍ୱରମୟ। ତାପରେ ମୁଁ ବକ୍ତା ହେଇ କହୁଛି ଆପଣ ଶ୍ରୋତା ହେଇ ଶୁଣୁଛନ୍ତି। ମୋର ଅନ୍ୟ ଏକ ରୂପ, ଅନେକ ରୂପରେ ମୁଁ ଆପଣମାନଙ୍କୁ ବସିଛି। ମୁଁ ଅନେକ ରୂପ ଧାରଣ କରେ। ଏବଂ ବହୁଶ୍ୟାମୀ ବୋଲି ଗୋଟେ ଶବ୍ଦ ବ୍ୟବହାର କରାଯାଇଛି ଆମର ବେଦ ଭିତରେ। ମୁଁ ଏକ ଅନେକ ରୂପ ଧାରଣ କରିଅଛି। କିନ୍ତୁ ଏଇ ଯେଉଁ ଏକ ଅନେକ ରୂପ ଧାରଣ କରିଅଛି, ମୁଁ ଅନେକ ରୂପ ଧାରଣ କରି ମୁଁ ମୋର କର୍ତ୍ତବ୍ୟକୁ ସମ୍ପାଦନ କରୁଅଛି। ମୋ ନିଜ ପାଇଁ ମୁଁ କରୁଛି, କେବେ କେହି କାହାର ଅମଙ୍ଗଳ କାମନା କରେ ନାହିଁ। ସମସ୍ତ ସୁଖ ଶାନ୍ତି ଆନନ୍ଦ ନିଜ ଦ୍ୱାରା ହିଁ ନିଜେ ସେ ସୃଷ୍ଟି କରିଥାଏ ଏବଂ ଦୁଃଖ ସୁଖ ସବୁ କିଛିର କର୍ତ୍ତା ସେ ନିଜେ। ଠିକ୍ ସେଇଭଳିଆ ଆପଣମାନେ ଯଦି ଚିନ୍ତା କରିବେ ଯେ ମୁଁ କ'ଣ ଗୋଟେ କିଛି ବ୍ୟବସାୟ କରିବି, କ'ଣ ବ୍ୟବସାୟ କଲେ ମୋର ଜୀବନଟା ସୁଖମୟ ହେବ, ଭୌତିକ ଜୀବନ ସୁଖମୟ ହେବ, ଏହାର ନିର୍ଦ୍ଦେଶ ମଧ୍ୟ ଆପଣଙ୍କ ଭିତରୁ ବାହାରେ। ଆପଣ ଆତ୍ମାର ଆଦେଶରେ ଚାଲନ୍ତୁ। ଆତ୍ମା ମଧ୍ୟ ଆପଣଙ୍କୁ ଜଣେଇଦେବ ଏଇ କର୍ମଟି କଲେ ଆପଣ ସୁଖ ପାଇବେ ଏବଂ ଏଇ କର୍ମଟି କଲେ ଆପଣ ଦୁଃଖ ପାଇବେ। ଆପଣଙ୍କ ନିଜକୁ ପଚାରନ୍ତୁ। ଅନେକ ଲୋକ ଅନେକ କଥା କୁହନ୍ତି, ଆପଣମାନେ ନିଜେ ମାର୍କ କରୁଥିବେ। ଗୋଟିଏ କୌଣସି ଏମିତି ସମସ୍ୟାରେ ମନେକର ଆପଣମାନେ ପଡ଼ିଗଲେ, ସେ ସମସ୍ୟାର ସମାଧାନ କରିବା ପାଇଁ ଆପଣ ଅନେକ ଲୋକଙ୍କୁ ଅନେକ କଥା ପଚାରନ୍ତି, କିନ୍ତୁ ଅନ୍ୟମାନେ ଯେଉଁ ସବୁ ପରାମର୍ଶ ଦିଅନ୍ତି ସେଇ ସବୁ ପରାମର୍ଶକୁ ଯଦି ଆପଣ ଆଖି ବୁଲିକି ମାନି ନିଅନ୍ତି କି ମାନନ୍ତି ନାହିଁ। ଆପଣ ନିଜକୁ ପଚାରନ୍ତି ଆଚ୍ଛା କେତେ ଜଣ କଥା ଏତେ ପ୍ରକାର କଥା କହିଲେ ପ୍ରକୃତରେ ଠିକ୍ କୋଉଟା, ମୁଁ ବିଚାର କରେ କି ଆପଣ କରନ୍ତି ନୁହେଁ କି। ଏବଂ ଯେଉଁଟା ଯୁକ୍ତିଯୁକ୍ତ ହୁଏ, ଯୁକ୍ତିସଙ୍ଗତ ହୁଏ, ଆପଣଙ୍କ ଭିତରୁ ଆବାଜ ଆସେ ଯେ ଏଇଟା ହିଁ ଠିକ୍ କରିବା ଓ ସେଇଟା ହିଁ କରନ୍ତି। ତେଣୁ ଯେତେବେଳେ ଆତ୍ମାର ନିର୍ଦ୍ଦେଶରେ କୌଣସି କର୍ମ ଆପଣ କରନ୍ତି ସେତେବେଳେ ଆପଣଙ୍କର କୌଣସି କର୍ମ କେବେ ହେଲେ ବୃଥା ଯାଏ ନାହିଁ, ସେଟା ଫଳବତୀ ହୁଏ ବା ସେଥିରେ ଆପଣ ସଫଳ ହୁଅନ୍ତି। ପରୀକ୍ଷା କରିବେ, ଏସବୁ ଅନୁଭବ କଥା। ଆତ୍ମଜ୍ଞାନ ଗୋଟେ ଏମିତି ଜିନିଷ ଯେ ନିଜ ସମ୍ବନ୍ଧୀୟ ଜ୍ଞାନ।
ସବୁ କିଛି ସମାଧାନ ନିଜ ପାଖରେ ଅଛି, ଅନ୍ୟ କୋଉଠି ନାହିଁ। ଆତ୍ମଜ୍ଞାନୀ ଯିଏ ପ୍ରତ୍ୟେକ ସାଧନ କରନ୍ତି ସେମାନେ ନିଜକୁ ନିର୍ଦ୍ଦେଶ ଦିଅନ୍ତୁ ମୋ ଶରୀରରେ କୋଉଠି କ'ଣ ଅସୁବିଧା ଆପଣ ତାକୁ ନିର୍ଦ୍ଦେଶ ଦିଅନ୍ତୁ। ପ୍ରତ୍ୟେକ ଦିନ ଆପଣ ସାଧନ କରୁଛନ୍ତି, ସାଧନରେ ଆପଣ ପ୍ରତ୍ୟେକ ଦିନ ଏ ଶରୀର ଭିତରକୁ ପ୍ରବେଶ କରି ଆପଣ ଗୋଟେ ପରିକ୍ରମା କରୁଛନ୍ତି। ପ୍ରତ୍ୟେକ ଦିନ ଆପଣ ହଉଛନ୍ତି ଶରୀର ରାଜା, ଆମେ ଜଣେ ଜଣେ ଆତ୍ମା, ଜଣେ ଜଣେ ଶରୀର ହଉଛି ରାଜା, ଗୋଟେ ଶରୀର ଗୋଟେ ମାଲିକ। ପ୍ରତ୍ୟେକ ଦିନ ଶରୀରକୁ ପରିକ୍ରମା କରିବି, ପରିକ୍ରମା କରିକି କୋଉଠି କ'ଣ ଅସୁବିଧା ଅଛି ମୁଁ ତାକୁ ଦେଖିବି ଏବଂ ନିର୍ଦ୍ଦେଶ ଦେବି। ଯଦି কোনো ଜାଗାରେ ଆପଣଙ୍କର କଥା ରହିଛି, ଯନ୍ତ୍ରଣା ହେଉଛି, କଷ୍ଟ ଅନୁଭବ କରୁଛନ୍ତି କୌଣସି ସ୍ଥାନରେ, ତାହେଲେ ଆପଣ ନିର୍ଦ୍ଦେଶ ଦିଅନ୍ତୁ, ଦେଖିବେ ସେ ଚାଲିବେ, କହିପାରିବେ କହିବା କଥା। ଆପଣ ଗୋଟେ ସାମ୍ନା କରିକି ଯେମିତି ଅନୁଭବ ଦିଶା କହୁଥିବେ କ'ଣ କହିବା କଥା। ତ ଗୁରୁଦେବ ଯୋଉ ଜ୍ଞାନ ଦେଇଛନ୍ତି ଆତ୍ମାର ମହିମା ମହା ଅନନ୍ତ ମହିମା, ତ ଏଇ ପ୍ରକାର ଜ୍ଞାନଟାକୁ ଯୋଉ ପରିବାର ଭିତରେ ସମସ୍ତେ ମାନନ୍ତି, ଗୋଟେ ପରିବାର ଗୁଣି ପରିବାର କାହିଁ କୁହାଯାଏ? ପିଲା ପାଖରୁ ତାଙ୍କ ବାପା ମା ଭାଇ ସମସ୍ତେ ଛୋଟ ପିଲାମାନେ ସମସ୍ତଙ୍କୁ ଆମେ ଶିକ୍ଷା ଦେବା ଏ ଗୁଣି ପରିବାର ଭିତରେ ରହି ସମସ୍ତେ ସେ ଆତ୍ମଜ୍ଞାନର ପ୍ରେମୀ ହେବା, ଆତ୍ମାର ଉପାସନା କରିବା, ତେବେ କ'ଣ ହବ ନା ଗୋଟିଏ ପରିବାର ବୈକୁଣ୍ଠ ସମାନ ହେଇଯିବ। ବୈକୁଣ୍ଠ ସମାନ ସେଇ କଥା ଯୋଉ କୁହାଗଲା ଯେ ମଣିଷ ଭିତରେ ଦେବତ୍ୱର ବିକାଶ ଘଟିବ, ଏ ମଣିଷ ହିଁ ଭଗବାନ, ଆଉ ଅନ୍ୟ କେହି ଭଗବାନ ନାହାନ୍ତି। କାଳ୍ପନିକ ଘଟନ୍ତି ଯେ ଅନ୍ୟ କେହି ଉଦ୍ଧାରକ ନୁହନ୍ତି, ଏ କଥା ପ୍ରଥମେ ବୁଝିବା ଦରକାର। ଆମେ କେମିତି ହବା ଦରକାର ନା ଆମ ପାଖରେ କିଛି ଭଲ ଗୁଣ ଗୁଡ଼ିକ ଆସିବା ଦରକାର। ଯେଟା କୁହାଯାଉଛି ଯେ ଆମର ଆମର କ'ଣ ନା ଦେବଗୁଣ ସମ୍ପନ୍ନ ଆମେ ହେବା ଦରକାର। ତେଣୁ ଆମର ମହାନ କବି କହିଲେ ସୁନ୍ଦର ମାନବାଦୀ କବି, ଆମେ ଯଦି ସବୁ ଦେବ ହୋଇଯିବା ସ୍ୱର୍ଗ ହୋଇଯିବ ଧରା, ଅମୃତ ଧାରା ଯଦି ଧରିବ ଯୁକ୍ତ ହେବ ସୁନ୍ଦର। ଆମେ ଆଗେ ଦେବଗୁଣ ସମ୍ପନ୍ନ ହେବା ଦରକାର। ଦେବତ୍ୱର ପରିପ୍ରକାଶ ପ୍ରାପ୍ତ ଧର୍ମ, ଧର୍ମ ଅନ୍ୟ କିଛି ନୁହେଁ। ଧର୍ମ କୌଣସି କାଳ୍ପନିକ ଦେବୀ ଦେବତାର ପୂଜା ନୁହେଁ, କିଛି କର୍ମକାଣ୍ଡ ନୁହେଁ। ଧର୍ମ କ'ଣ? ଧର୍ମ କହିଲେ ଆମେ କ'ଣ କହୁଛୁ? ପ୍ରତ୍ୟେକ ମଣିଷ ଭିତରେ ଥିବା ଦେବତ୍ୱର ପରିପ୍ରକାଶ ସେଇ ଧର୍ମ। ପ୍ରତ୍ୟେକ ମଣିଷ ଭିତରେ ଥିବା ଅନ୍ତର୍ନିହିତ ଦେବତାଙ୍କୁ ଜାଗ୍ରତ କରିବା ହିଁ ଧର୍ମ। କାହିଁ ଆମର ବୈଦିକ ଚିନ୍ତାଧାରା ଭିତରେ ସେ କଥା କୁହାଯାଇଛି।